ଅତାବିରା ଜଗନ୍ନାଥ ମନ୍ଦିର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଇଁ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ଦୈତାରୀ ପ୍ରଧାନଙ୍କ ନେତୃତ୍ୱରେ ଲାଦରପାଲି ବାବାମଠ ପୋଖରୀରେ ପୂଜାର୍ଚ୍ଚନା କରାଯାଇ ଗଙ୍ଗାଙ୍କୁ ଆବାହନ କରି ସେଠାରୁ ପୂର୍ଣ୍ଣ କଳସ ଧରି ଶତାଧିକ ମହିଳାଙ୍କ ଏକ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା 53 ନମ୍ବର ଜାତୀୟ ରାଜପଥରେ ଥିବା ହନୁମାନ ମନ୍ଦିର, ଦୁର୍ଗା ମନ୍ଦିର, ସମଲେଶ୍ୱରୀ ମନ୍ଦିର, ନୃସିଂହ ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ଦେଇ ଯଜ୍ଞ ମଣ୍ଡପ ପର୍ଯ୍ୟନ୍ତ ଯାଇଥିଲା। ଜଗନ୍ନାଥଙ୍କ ତୈଳଚିତ୍ର ସହିତ ରେଶମର ସମ୍ପ୍ରଦା, ଲହଣ୍ଡାର କରମସାନି, ଅତାବିରାର ଦୁଲଦୁଲି ବାଜା ଏଥିରେ ଦେଖିବାକୁ ମିଳିଥିଲା। ଯଜ୍ଞ ମଣ୍ଡପରେ କଳସ ପହଞ୍ଚିବା ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ଯଜ୍ଞଶାଳା ପୂଜନ ଏବଂ ଯଜ୍ଞ ଆରମ୍ଭ ହୋଇଥିଲା। ଏହା ସହିତ ତ୍ରିଦିନାତ୍ମକ ନବକୁଣ୍ଡୀୟ ଗୀତା ଯଜ୍ଞ ଆରମ୍ଭ ହୋଇଛି। ପୂଜା କାର୍ଯ୍ୟ ପଣ୍ଡିତ ଜୟ କୁମାର ଦାସ, ପଣ୍ଡିତ ସଞ୍ଜୟ ଦାସ ଓ ବାବୁଲ ପାଣ୍ଡିଆ ପ୍ରମୁଖ ପଣ୍ଡିତ ପୂଜା କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଡାକ୍ତର ଶୁଭେନ ଦାସ, ସିଦ୍ଧାର୍ଥ ଶଙ୍କର ପଣ୍ଡା, ଯତୀନ ପ୍ରଧାନ, ଡାକ୍ତର ଶ୍ରୀ କୁମାର ପାତ୍ର ଓ ଅନ୍ୟମାନେ ସପତ୍ନୀଙ୍କ କର୍ତ୍ତା ଦାୟିତ୍ୱରେ ରହିଛନ୍ତି। ଏହି କଳସ ଯାତ୍ରାରେ ମୁସଲିମ ସମ୍ପ୍ରଦାୟ ନିଜ ଭାଇଚାରା ପ୍ରଦର୍ଶନ ପୂର୍ବକ ମହିଳାମାନଙ୍କୁ ଗ୍ଲୁକୋଜ ଦେଇଥିଲେ। ସେହିପରି ରାଜରାସ୍ତାରେ ବିଭିନ୍ନ ସମାଜ ପକ୍ଷରୁ ଦହି ସରବତର ବ୍ୟବସ୍ଥା କରାଯାଇଥିଲା। କଳସ ଯାତ୍ରାରେ ଅତାବିରାର ବିଭିନ୍ନ ସାମାଜିକ, ଧାର୍ମିକ, ମୁସଲିମ ସମ୍ପ୍ରଦାୟ ସମେତ ଆଖପାଖ ଗ୍ରାମର ଲୋକେ ସହଯୋଗ କରିଥିଲେ। ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇ ବଣ୍ଟନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ସନ୍ଧ୍ୟାରେ ଗୋଶାଳା ଭଜନ ମଣ୍ଡଳୀ ଓ ଲୋକ ମହୋତ୍ସବ ପ୍ରଦର୍ଶନ କରାଯାଇଥିଲା। ବରଗଡ଼ରୁ ବିଜୟ କୁମାର ମିଶ୍ରଙ୍କ ରିପୋର୍ଟ, A1 ଓଡ଼ିଶା।